ହଁ ବାପା ନବମ ନ ଶୁଅ ଶୁଅ ହେଲା ଶୁଅ। ଆଉ କେତେ ଶୋଉଛ ଶୋଉନ ଶୁଅ ବା, ନିଦ ଭାଙ୍ଗିବ କି ବା? ମହାରାଜାଙ୍କର ନିଦ ଏବେ ଭାଙ୍ଗିବନି। ଶଳା ଇସୁଗୁଲୁ ଟାଇମ ଗଲା ପରେ ମହାରାଜାଙ୍କର ନିଦ ଭାଙ୍ଗିବ। ଇସୁଗୁଲୁ ଯାଉଛି ଯେ କି ପାଠ ପଢୁଛି କି ବାଳର ପାଠ ପଢୁଛି କି ଆଣି ଘର ଆଇଲେ ଖାଲି ଗାଣ୍ଡି ଟେକିକି ଶୋଉଛି। ବୋପା ସିଆଡେ ଚପଲ ସିଲେଇ ସିଲେଇ ବୋପାର ଇଆଡେ ଗଞ୍ଜି ଫାଟିଗଲାଣି। ହେଲେ ପୁଅର ଟିକେ ଚିନ୍ତା ବୋଲିବାର ଟିକେ ବୋଲିବାର ନାହିଁ ବା। ବାବା ସକାଳେ ବରଟା ଖାଇ ଗରେ 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 ହଉଛୁ କହିଲା ମୁଁ କି ନିଦରେ ଶୋଇକି ଯାଅ ତମେ ସିଆଡେ ଇସୁଗୁଲୁ ବାଳ ଇସୁ ମୁଁ କି ଇସୁଗୁଲୁ ଫିସୁଗୁଲୁ ଯେନି ତମେ ଯାଅ ନିଦ ଭାଙ୍ଗିଗଲେ ବାପା ତମେ ଯାଅ ଆମେ ତ ଡିଷ୍ଟର୍ବ କର ନହେଲା। ହଁ ମହାରାଜା ତ ସୋରା ପା ସୋ 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 ହେଲା। ତୋର ପ୍ରିୟା ପିଲା ଆଣେ ସାରା କି ପାଠ ପଢିକିରି ଓବେସର ଆଏ ବିଏ କିଅ ହେଲାଣି। ତୁ ଗୋଟେ ବାଳର ପିଲା କି ବେଳା ନକ୍ଷତ୍ରରେ ତୁ ମୋ କୂଳରେ ଜନ୍ମ ହେଇଥିଲୁ କିଏ ଆଣରେ ବାପା। ଖାଲି ତ ଗାଣ୍ଡି ଟେକିରି ଶୋଇଲୁ କି ବାଳ ପାଠ ପଢୁଛୁ ନା ନାଇଁ ନା କିସ ତୋତା ଏକା ଜଣା। ଯୋଉଟା ବେଲେ ସେଇଟା ମା ମାତ୍ର ଆଣି ହଟେଇ ନଟେଇ ଆଣି ଗାଣ୍ଡି ତଳେ ଖଞ୍ଜେଇ ଦଉଛି। ପୁଅ ଇଆଡେ ନିଦ ଭାଙ୍ଗିବ ନାହିଁ। ଉଠୁ ନା ପାଣି ପକେଇ ରେ। ହେଇଡି ବାପା ତମେ କଣ ସବୁଦିନ ଏଇଠି ଖାଲି ସକାଳେ ବର ଏଇଠି ଗେରେ 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 ହଉଛ। ଇସୁଲୁ ଟାଇମ ହେଇନି ପରା ବା, ମୁଁ ଜାଣିନି ବା ଇସୁଲୁ ଜି ବୋଲି। ତମେ ଆଇକିରି ଏଇନି ଗେରେ ଗେରେ ହଉଛ। ମୁଁ ଗୋଟେ କେଡେ ସୁନ୍ଦର ଗୋଟେ ସପନଟେ ଦେଖୁଥିଲି। ତା ମା ମରିଆ ମୋ ସପନଟା ଆଇକିରି ପୁରା ତମେ ଭାଙ୍ଗିଦେଲ ବା। ମା ମରିଆ ମୁଁ ଗୋଟେ ଶିଲା ନୀଲା କିଲା ମାଣ୍ଡୁଅଣର ସପନ ଦେଖୁଥିଲି। ତାଙ୍କୁ ଧରି ଯାଉଥିଲି ସିଆଡେ ବୁଲାବୁଲି କରୁଥିଲି। ତାଙ୍କର ଏପଲ ଅଙ୍ଗୁର ଖାଉଥିଲି ସେମାନଙ୍କ ସାଙ୍ଗରେ ବୁଲି। ତମେ ଆଇକିରି ମୋ ସପନଟା ପୁରା ଡ୍ୟାମେଜ କରିଦେଲ ବାପା। ତମେ କି କାର୍ଯ୍ୟ ରେ ବା। ତମ ପୁଅ ଗୋଟେ କଣ ଗୋଟେ କରିବ କଳାଟା ତମେ ଆଇକିରି ଖାଲି କିଲାଟା ମାରି ଦଉଛ ମଝିରେ। କି ବାଳର ତମେ କଥାବାର୍ତ୍ତା କହୁଛ ବାପା, ଜୀବନ ନାଇଁ ବା ତମେ। ମା ମରିଆ ବୋପା ସିଆଡେ ଚପଲ ସିଲେଇ ସିଲେଇ ବୋପାର ଇଆଡେ ଗଞ୍ଜି ଫାଟିଗଲାଣି। ପୁଅ ଇଆଡେ ଶୋଇକିରି ସାରା ମାଣ୍ଡୁ ମାନର ସପନ ଦେଖୁଛି। ଏଇରେ ତୋ ବୟସ କେତେ ହେଇଛି ରେ ତୁ ମାଣ୍ଡୁ ମାନର ସପନ ଦେଖୁଛୁ? ମା ମରିଆ ମା ଦବ ଇସୁଗୁଲୁ ଚାଲୁ ନା ନାଇଁ ରେ। ହଉ ବାପା ତମେ ତ କହୁଛ ବୋଇଲେ ଇସୁଲା ଯିବା। ଆଉ ତମେ ଚାଲ ମୁଁ ଯାଉଛି ଇସୁଲୁ ରେଡି ହେଇକିରି ବାହାରିଛି ଆଉ ହେଲା ତମେ ଚାଲ। କିଅଣ ବାପା ଡଙ୍ଗୁ କିଅଣ ଭଲ କିରେ କିଅଣ ତୁ ଉପରକୁ ଅନେଇକି କଣ ଆକାଶରେ କଣ ଦିଟା ପଇଡ ଯୋଡା ପଇଡ ଖସୁଛି କିରେ? ମା ମରିଆ ମାଣ୍ଡୁ ପଟେଛି ନବମ କ୍ଲାସ ତୁ ପଢୁଛୁ ଅଷ୍ଟମ। ମା ମରିଆ ଦାନ୍ତ ଦେଖଉଛୁ ଟିକିଏ ହେଲେ ତୋ ମୁହଁକୁ ଲାଜ ଶରମ ନାହିଁ କି ରେ? ନାଇଁ ରେ ଉପରୁ କିଅଣ ଯୋଡା ପଇଡ ଖସିବ ରେ? ମୋ ମାଣ୍ଡୁ ତ ନବମ କ୍ଲାସରେ ପଢୁଛି। ମୁଁ ତ ଯୋଡା ପଇଡ କିଅଣ ଧରିରେ? ତା ତ ପଇଡ ଆଗ ନାହିଁ ଆଉ ପଇଡ ଧରି କୁଆଡେ ରେ? ମା ମରିଆ କିସ କରିରେ? ଦେଖୁନୁ ମୁଁ ନବମ ଅଷ୍ଟମ ପଢୁଛି ସେ ନବମ ପଢୁଛି। ହେଲେ ସେ ମତେ ଅଷ୍ଟମ କ୍ଲାସରେ ଘଇତା କରିବେ ବୋଲି କହୁଛି ମୁଁ କାણે ଛାଡିବି ରେ? ଏ ମା ମରିଆ ଏ ମା କେ ଗେଣ୍ଡୁଆ ଆମ ଦୁନିଆରେ ଆମ ଗାଁରେ ଆକା ଘର କରିବାରେ ଆ ବୋପା ଆକା ମା ମଲା ଦଶଟାର ମେଢ ବାଡେଇବାରେ। ମା ରେ ଏତେ ସୁଣ୍ଠା କି ହଉଚରେ ତମର? ମା ଦାନ୍ତର ମଳି ଖାଇରେ ପରା ତମର ବଞ୍ଚୁଛ ପରାରେ। ମା ଆମରେ କିਉਂ କରିବ କହୁନ? ଫଟା ବାନେଲ ଫଟା ଚେଟିଟା ପିନ୍ଧିରି ଇସୁବୁଲୁ ଆଇଛି ସାରା। ଏଡେ ଏଡେ ଟୋକି ଯା ସାମ୍ନାରେ ଏମିତି ଯଦି ବୁଲୁ ବୋଲେ ଆମ ଇଜ୍ଜତଟା ବେଜ୍ଜିତି ହେଇଯିବରେ। ମା ଆମରେ ଗେଣ୍ଡୁ ତ କିଉଡରେ ବାଳ ଫାଳ କାଟିବ ନାହିଁ ଆମେରିକାନ କଟିଂ କରି ଯାଇଛୁ ତା ମା ଆମରେ ଝାମ୍ପୁଡା ବାଲୁ। ତମ ଘରେ ତେଲ ଟିକେ ନାହିଁ ନହେଲେ ନେ ରେ ମୋର ଟିକେ ନଡିଆ ତେଲ ମୁଣ୍ଡରେ ମାରିଦଉ ନେ ରେ। ତା ମା ଆମରେ ଏଟା ଗୋଟେ କି କଥାରେ? ଆରେ ପୁଅ ତ ନଡିଆ ତେଲଟା ବସିକିରି ଅଛି ଆଉ ତଳିଲେ ସିନାରେ ବସି ମୁଣ୍ଡରେ ଲଗେଇବ। ତା ମା ମରିଆ ମଙ୍ଗୁ ତୁ କିਉଁ କଥାବାର୍ତ୍ତା କରୁଛୁ ରେ? ତା ମା ମରିଆ ତୁ ଜାଣିଛୁ ତ ଆମ ଗୋଷ୍ଠୀ ଭିତରେ ଇଏ ହଉଛି ସବୁଠୁ ସୁଣ୍ଠା ଲୁଗୁଡା। ମା ମରିଆ ଆମର ଅସୁବିଧା ସୁବିଧା ପଡ଼ିଲେ ଇଏ ଆମ ଜୀବନଟା ନେଇଯିବ ସିନା ମା ଟଙ୍କାଟି ପଇସା ଦବନି ରେ। ଆ କଥା ଛାଡ ରେ। ହେରେ ଗେଣ୍ଡୁଆ ତା ମା ମରେ ତତେ ଟିକେ ଲାଜ ନଉନି? ତୁ ଗୋଟେ ଏଡେ ପିଲା ବେଳୁ ଅଷ୍ଟମ କ୍ଲାସରେ ପାଠ ପଢିଲୁ ମା ନବମ କ୍ଲାସରେ ଟୋକିକି ପଟେଇଲୁ କିଅଣ ରେ ତୋର ଅବତାର? ତା ମା ମରେ ତୁ ହେଲେ ତାର ବିରାଗ ନବମ କ୍ଲାସରେ ଟୋକିଟା ପଟଉଛେ ସେ ମା ମରେ ଟୋକି ହେଲେ ତତେ କି ଲାଇନଟା ଦଉଛି ମୁଁ ହେଲେ କିଛି ବୁଝିପାରୁନି ରେ। ତମ ଦି ଜଣ ମଝିରେ ମୁଁ ଆକା ଝାମ୍ପଟା ମାଣ୍ଡଟା କଲା ଆକା ହରେ ହେଲା କି ରେ? ତା ମା ମରେ ଏତେ କିଅଣ ତୋର ବନ୍ଦିକି ଚେଡି ପିନ୍ଧିକି ମା ମରେ ସ୍କୁଲକୁ ଆଉଛୁ ଟିକେ ହେଲେ ଲାଜ ଶରମ ଲାଗୁନି ରେ? ଆରେ ପୁଅ ଚଙ୍ଗୁଆ ମଙ୍ଗୁ ତା ମା ମରିଆ ତମ ବୋପା ମା ସିନା ଚାକିରି କରୁଥିଲେ ତମକୁ ଆଣି ନୂଆ ନୂଆ ପ୍ୟାଣ୍ଟ ସାର୍ଟ ଦଉଥିଲେ ହେଲା। ମୋ ବୋପା ମା ଭଙ୍ଗା କିଣୁ ଭଙ୍ଗା ଡବା ଭଙ୍ଗା ଆଲମାରୀ ଭଙ୍ଗା ସାଇକେଲ କରି ବେପାର କରୁଛୁ। ମା ମରିଆ ଭଙ୍ଗା ଜିନିଷ ଆଣୁଛି ଇଆଡେ ମା ମୋର ଗନ୍ଥା ସିଲଉଛି। ଆଉ ସେ ଗନ୍ଥାରୁ ଅଙ୍ଗି ପ୍ୟାଣ୍ଟ ଦି ଜଣ ବାହାରି ପଡିଲେ ସେ ଯାକ ଏଡଜଷ୍ଟ କରି ପିନ୍ଧି ଦଉଛି ରେ। ତା ବୋଲି ତା ବୋଲି ତମେ ଏମିତି କହିବ ରେ? ମା ମୋର ହେଲେ କିଛି ବୁଦ୍ଧି ବୋଲି ଅଛି ମୋର ଇଜ୍ଜତ ବୋଲି କିଛି ଅଛି ମୋ ଇଜ୍ଜତ ରଖିବା ରେ ଏତେ ଲୋକ ଆଗରେ କାଚରା କରିଦଉଛ। ମା ମରିଆ ଟିକେ ଲାଜ ଶରମ ରଖୁତରେ ମୁହଁରେ। ଓରା ପା ଯାହା ହେଲା ତ ହେଲା ଏଡି ମଜା ମସ୍ତି ଛାଡ ଚାଲ ସ୍କୁଲ ଯିବା। ସ୍କୁଲ ନ ଗଲେ ଜାଣିଛ ନା ପଣ୍ଡା ମାଷ୍ଟର ପୁରା ପିଠିରେ କୁଁ କଲର ଗୋଟେ ମାଡରେ ପିଠିରେ କୁଁ କଲ ହେଲା। ଚାଲ ଆଗ ଯିବା କ୍ଲାସଟା ଆଟେଣ୍ଡ କରିବା। ହୋମୱାର୍କଟା କରିଛ ନା ନାଇଁ ରେ? ଏରେ ଡାଙ୍ଗ ତୁ ହୋମୱାର୍କ କରିଛୁ ନା ନାଇଁ ରେ? ନ କରିଥିଲେ ସିଧା ପଣ୍ଡା ମାଷ୍ଟର ପିଠିରେ ଦେଖେ ଦୌଡ ଗୋଟେ ଥରେ 10 ଇଞ୍ଚିଆ କୁଁଟା ଖୋଲିଦବ ହେଲା। ତାପରେ ଯାହା ହବ ଆଉ କାହାକୁ କହୁନୁ ହେଲା। ତା ମାମରେ ମୁଁ ହେଲେ ହୋମୱାର୍କ କରିନି ରେ ମୋ ପିଠିରେ କୁଁ ଖୋଳିଆ ଆଉ ଚାଲ ରେ ଯିବା ଚାଲ। ହଁ ହଉ ରେ ଚାଲ ଯିବା ଆମେ ତ
ମୁଁ ଜାଣିଥିଲି ଆମ 5 ଜଣ ଭିତରୁ କିଏ ଜଣେ ହେଲେ ହୋମୱାର୍କ କରିନଥିବ। ହଉ ଚାଲ ଆଉ ବୋପା ମା ଆଉ ନଳକୂପ ଖନନ କରିବେ ବୋଲି କହୁଥିଲେ ଆଉ ଦାଣ୍ଡରେ କୁଣି କରି ଗଲା କୂଅ କରିବେନି ଆମ ପିଠରେ ତ କୂଅ ହେଇଯାଗଲା ଆଉ ଆମ ପିଠରୁ ପାଣି କାଢିକି ଢକ ଢକ କରି ପିଇବେ ଆଉ କିଆଁ କରିବା ଚା ଚା ଜିଆ ଚା ଆଉ 70 ଟଙ୍କା ଆଠିଣି ପଇସା ଦେଇକିରି ଢକ ଢକ କରି ପିଆରେ ଆଉ ଚାଲ। अरे क्यों रहता एड़ा स्कूल ना धर्मशाला रे तो बानियार को चड्डी पिंधिकी आईचु तू क्या रे टोपी की नालपान चषमा पिंधि आई एता की अवतार रे तमर एता मा मोरिया तुमको पाठ पढ़ाऊली ना तमे एडी लप ट्यूशन कर आईच रे हाँ मूर्ख पिले चंडाल पिले मने आ होमवर्क सब जा करिक आनीच रे आज्ञा बेले क्या होला जानछई बा हमर काली रातर घरे करंट पळैतिला बा बेले जो करंट हला ले लाइट जल नथिला हला करंट पळैला वर्षा हला तो आ घरे आउ करंट नथिला आ बो कहला बपरे आ डाबिरो किरोसिन सर जा आ डाबिरा बंद कर दे आ मुह माडी सोई पड़े आ सकाळे होमवर्क गडा कर दो करिक नेई तम नंडा मुंडिया ड्राइवर सार को देखे दबो इन कहला सारे हला सकाळे उठिली रे आ क्या करबा सारे गली टिके दुकान गली पूरी को प्लेट नादी रे सीधा गली बंदरे डेली सियाडू इंगे इरे आज्ञा पळेली आ होमवर्क करने आज्ञा आ आर्थरू करी घिनाणी बा आज्ञा हला हे भगवान कौन करिवो अरे साला मते तू नंदा मुंडिया चंदा मुंडिया कहल तुम घरे शेष में मते एमिति कहले कौन करिवो कहल एबेकार सरकार कौन सिस्टम गोटे बाहर करदेले टोल फ्री नंबर कौन देले एमानकु एमाने पूरा जहाँ नहीं ता कर दउछथि किंतु आग कालर गुरु शिष्यर संपर्क बहुत भल थिला सला कौन करिया कहल जदि गोटे दिन आम स्कूल कि ट्यूशन छुट्टी करूँ अमरी छाटरे आमको एमती पिटुले आग पछ पूरा नाली हो जाऊला किंतु एबेकार पिला देख साला गुरु कौन छात्र को पिटो छात्र साला गुरु पछरे साला मर्च माण लगे दू कौन कर कि जुग है हौ बापा चंगू आ तू होमवर्क करचु ना नहीं रे बेले कियण आज्ञा आ कि कहबा हम घर में सिमिया सिचुएशन थिला बा एला हम होल्डर रे लाइट लागितिला जे लाइट तो मु भागी देथि सेहिति में हम घर लाइट नथिला एला हमर डाबरे किरोसिन आगा थिला मो बहु मात्र कहथिला आज्ञा डाबरे किरोसिन छालेले बाप लेखुगा एले किस करी आज्ञा निद महाराज मो आखिरे मारी होई पला बई पलु मते पूरा मो महाराज पूरा घुंगुड़ी मारी खटरे घुंगुड़ी मारी सोई पल्ली सेहिति में आज्ञा होमवर्क रा करि पालेनी आ आज्ञा आर्थर मुहेले करि आज्ञा देदी हला अरे मूर्ख पिले मने तुमको नहीं कौन आम नुआ ओडिशा गढ़ुबे तुमको शिखेलु आम तमे आओ एबे डाकुच आ कौन रेता सब आ तमे कौन ए नुआ ओडिशा गढ़ नुआ युव ओडिशा कौन गढ़ रे तुमको तो विधे माले पदाउनी तमे कौन ए सब कर कहल जदि मो हाथ में गोटे एमती गोटे तेंतुली छाट पड़े था ना तुम पिठी गुड़ाक सब कूँ खोली दे था कि कौन करवा कहल आमर तो सब कपाल मंदा कि मास्टर चाकरी करिलु तमें सारा मूर्ख मान पाठ पढ़े पढ़े आम जड़े जड़े गोटे गोटे गध हो गलुणु रे कौन करवा हौ देखिए केतटा प्रश्न पचारुची तमें माने कहल देखी कायरे आपा मंगू कहलु शून रे शून मिसले केते रे आज्ञा सुन रे सुन मिसले केते सुन रे सुन मिसले आज्ञा 100 ए आज्ञा नाम दीबा सुन रे आ दीरा अंडा थियो ताने गोटे काट मिसले 100 उनी आज्ञा एडा की ओडा एडा कय कथले आज्ञा एडा सादा प्रश्नडा मते पचार देले आज्ञा बारे बेटा वाह की उत्तर दिल रे तमे अरे मूर्ख पिले सुन रे सुन मिसले सुन आगारे एडा जाननु रे था माँ मुझे तुमको की पाठ पढ़े रे तू तो गद तू हेले मेतेले तू गद बड़े मन धरे हो रे आपा कहीं देखिया चंगू टिके कहीं कहत रे आ गोटे पसनु टी 2 रे 4 मिसले केते रे अरे एडा ओडा कथा क्या 2 4 मिसले 24 बा एडा जाननु आज्ञा मते एडा ओडा पचारे आथले एडा एते सारा प्रश्नडा मते पता लगबा हा ता माँ मुझे एडा हम घरे मुझे करी जाइले 2 रे 4 मिसले 24 एडा जाननु दीबा अरे 2 रे 4 मिसले 24 अरे तू को ट्यूशन रे पाठ पढ़ले तोते को मास्टर साला पाठ पढ़ले अरे साला मुआगा तोते पाठ पढ़े रे साला मुआगा पागल एडे हला मुआगा तो तोर पिरिया मु गोटे गदड़े रे अरे साला 2 रे 4 मिसले 6 रे तू कौन बुझी पारुनु रे चंगू कौन पाठ पढ़ेबी तुमको मो मुंड पूरा टीण हो गलानी रे कौन करिबी कहलो काई रे डेंगू काई कहलु रे 2 रे 6 मिसले केता हब रे अरे एडा ओडा कथा या 2 रे 6 मिसले 26 बा आज्ञा एडा जानन दीबा 2 रे 6 मिसियो 2 रे थिया ता पाखु गोटे 6 बेला 26 का नाबा
আর 2 রে আউଥରେ 6 କିନି ମିଶି ଯିବ କି ଆଜ୍ଞା 2 ରେ ଯଦି 6ଟା ମିଶିବ 6 ଆଜ୍ଞା ହବ ଏଇଟା ଜାଣିନ ମତେ ଆଜ୍ଞା 2 ରେ 6 ମିଶିଲେ 26 ଆଜ୍ଞା ଆପଣ ଆଜ୍ଞା ମୂର୍ଖଟା ଆମେ ଆଜ୍ଞା ପଣ୍ଡିତ ଆପଣ କିଛି ଜାଣିନାହାନ୍ତି। ହଉ ରେ ବାପା ତମେ ତ ଯୋଉ ପଣ୍ଡିତ ଯାକ ମୁଁ ଦେଖିଲି ଜାଣିଲି ଆଉ କିଅଣଟା କହିବେ ତମକୁ ତା ମା ମୁରିଆ ତମ ମଣୁ ଖାଲି ପଛପଟୁ ଧରି ଖାଲି ନିଆଁ ଗୁଡ଼ା ପଛରେ ପଛରେ ନାଚିଲେ ଆଗା ତମ ମନେ ସିଧା ହବରି ହେଲା କିରେ ଆଉ କିଛି ଦରକାର ନାହିଁ ତମ ମଣୁ ଆଇଲ ଇଆଡ଼େ ଜଣେ ଜଣେ ଆସ କୋଡ଼ା ଖାଇବ ଘରକୁ ଯିବା ଆଉ କିଆଁ କରିବା ଆସ। ହଁ କିଏ ଓ ମୋ ପ୍ରାଣଜଣ କ'ଣ ହେଲା କୁହ। ହଁ ରୁହ ମୁଁ ଟିକେ ବାହାରୁ ଯାଉଛି ତମ ଥିଲେ କଥା ହଉଛି ହେଲା ଫୋନ୍ଟା ଟିକେ ରଖ। ମାମରେ ମାଷ୍ଟରଟା ପୁରା ତେଳା ମାଷ୍ଟରଟାରେ ଆଉ ପଛକା ନାହିଁ ରେ ଖାଲି ବିଛାଜି ଡାଳ ଆଣି ବୁଲେଇ ଦା ବେଲେ ଗୋଟେ ଥର ସିଧା ହେଇଯିବ ମାମରେ ଆମେ ଏଡେ ପଣ୍ଡିତ ଯାଉ ଇଏ କେଣ ଆମେ ମୂର୍ଖ ଗଧ ବୋଲି କହି ଦଉଛୁ ରେ ମାଣ୍ଡୁଣ ଆଗରେ ଆମେ ଖାଲି ଇନସଲ୍ଟ କରଉଛୁ ରେ ମାମରେ ଆଗୁ ଗଲେ ବିଛାଜି ଆଣି ପଛରେ ବୁଲେଇବା ପଡେ ରେ ନା କିଆ କହୁଛ ରେ ନାଇଁ ରେ ବିଛାତି ନାଇଁ ରେ ଗୋଟେ ଦିନ କାମ ରେ କରିବା ନା ଏ ମାମରିଆ ମାଷ୍ଟରଟା କୁଆଡେ ଛାଡା ହେଇଥିବ ହେଲା ନେବା ପୁରା ବାଇଡୁକୁ ଆଉ ମର୍ଚ ମୁଣ୍ଡ ସେ ଢାଳରେ ମିଶେଇ ରଖିଦେବା ଏ ମାମରିଆ ମାଷ୍ଟର ଗାଣ୍ଡି ଛଞ୍ଚଉଥିବ ଗାଣ୍ଡି ପଡୁଥିବ କୁଆଡେ ଯିବରେ ମା ଏ କାମଟା କରିବାକୁ ନହେଲେ ଆକୁ ପାରିପାରିବନି ଲାଗି ନାଇଁ ମୋ ନାଇଁ ସିନ୍ କରିବାନି ମୋ ମାଷ୍ଟରଟା ବାଇକରେ ଯାଉଛି ହେଲା ତାକୁ ଏଇ ଦେଲେ ମାଏ ତାର ସେ ଇଜିରେ ଭଲ ହେଇଯିବ ହେଲା ତାକୁ ଗୋଟେ କାମ କରିବା ସେ ଗାଡିଟା ଯୋଉ ସ୍କୁଲ ପିଣ୍ଡା ରଖୁନି ରେ 4ଟା ଲୁହା ଖଣ୍ଡ ପୋଟ କରି ବାଡ଼ଦା ପାଞ୍ଚରେ ହେଇଯିବ ମା ମରିଆ ମେଘ ବର୍ଷୁତ ତା ଗାଁଟା ଆମ ଗାଁଠୁ ଯାହାହେଲେ ଗୋଟେ 20 କିଲୋମିଟର ଡିଷ୍ଟାନ୍ସ ନା ମାଗେ ଗାଡ଼ି ପେଲି ଯାଉଥିବା ବାଟରେ କୋଉଠି 5 ରକମ ନାଇରା ଇଣ୍ଡିଆ କୋଡ଼ିଆ ଆକୁ ଏମିତି ହଇରାଣ କଲେ ଆକା ଏଇ ସିଧା ହବ ନହେଲେ ଏ ମାଷ୍ଟର ସାରା ଆମ ପ୍ରାଣ ଖାଇଦେବ ରେ ହେଲା କିରେ ତମ ଇଚ୍ଛା ତମେ ଯିଏ ଯୋଉଟା କରୁଛ କର ମୁଁ ମାତ୍ର ଠିଆ ହେଇକିରି ଦେଖି ଆଗା ମୁଁ କାଇରେଲେ ହାତ ଲଗେଇନି ଗୁରୁକୁ ହଇରାଣ କଲେ ପାପ ଲାଗିବ ବୋପା ମୋ ବୋପା କହିଲା ଗୁରୁର ଯଦି କୋଉଟା ଯଦି ଅପକାରିତା କାମ କରିବ ବୋଇଲେ ପାପ ଲାଗିବ ବୋଲି ମୋ ବୋପା କହିଲା ଆଉ ପାଠ ହବନି ସେଥିପାଇଁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର ଗୁରୁ ଆକା ହଉଛନ୍ତି ସାକ୍ଷାତ ଭଗବାନ ସମାନ ମୁଁ କିଛି କରିବା ନାହିଁ ତମ ଇଚ୍ଛା ତମେ ଯୋଉଟା କରୁଛ କର ମୁଁ ତାଇରେ ଭାଗ ନାହିଁ ରେ ବାପା। ତୋର ଆକା ସବୁ ଭକତି ଜାଗା ଉଜାଡି ହେଇ ପଡୁଛି ରେ ପୁଅ ଆଉ ନାଇଁ ରେ ଆମରେ ଆମତି ଯୋଉ ଗାଈ ଗୋରୁ ପୁରା ମାଷ୍ଟରଟା ବାଡଉଛି ଆଉ ସେଟା ତ ଆଖିକି ଦୁନି ନା ତ ଆଖିରେ କେଣ ବାଜି ଯାଇଛି ରେ ପୁଅ ମା ମୁରିଆ ତୁ ନ କଲେ ନ କରେ ଆମେ ତମେ 3 ଜଣ ମୋ ଥିଲେ ସାଙ୍ଗ ହବ ନା ନାଇଁ ରେ ତାର ପାଞ୍ଚେରି କରିବା ନା ନାଇଁ ରେ ନ କରିବା ଯଦି ବେଲେ ମୁଁ କାଟିଲେ ସାଙ୍ଗ ଘର ନାଇଁ ଏ ଶଳା ଗେଣ୍ଡୁଆଟାକୁ ନାକ ମାରି କାଢମ ଆମେ ଆଗା ସବୁ କରିବା ହେଲା ରେ ଛାଡ ହେ ମଙ୍ଗୁ ଟିକେ ପଛକୁ ଦେଖିରେ କିଏ ଆଇଛି ଠିଆ ହେଇଛି ଦେଖୁନୁ ରେ ତା ମାମରେ ଖାଲି ତୁ କହି ଦଉଛୁ ଆଜି ଟିକେ ଦେଖିରେ କିଏ ଠିଆ ହେଇଛି କିଏ ରେ ତା ମାମରେ କଣ ମାଷ୍ଟର ସେ ଆନାଗାଁ ମାଷ୍ଟର ପଳେଇଲେ ରେ ମାମରିଆ ନଣ୍ଡା ମୁଣ୍ଡିଆ ଡ୍ରାଇଭର ଗାଡ଼ିଟା ଟିକେ ଠିଆ କର ଗାଡ଼ି ଯାଇଛି କାଞ୍ଜି ପାଣି ଆଇଲେ ଖାଇବ କାଞ୍ଜି ପାଣି ନା ସେ କିਉଁ କହିବା ମତେ ତ ସେ ଢେଗ ଆଉନି ରେ ନହେଲେ କହିଥାନ୍ତି ଆଉ ମାମରିଆ ଟକଲା ମାଷ୍ଟର ଆଇଲେ ତା ଟକଲାରେ ଆଗ ଅଣ୍ଡା ପୋଡେଇକି ଫ୍ରାଏ କରି ଖାଇବେ ଲାଗିଲେ ତା ମାମରେ କିଏ ହେଇଛି କିଏ କିଏ ଆଉ ଯାଉରେ ପାଉଡା ଗଲା ହାଇରେ ମୂର୍ଖ ପିଲେ ମନେ ମୁଁ ଗଲୁଗୁରୁ ତମେ ମୋର ମନ୍ଦ ଚିନ୍ତା କରୁଛ କିରି ହେ ଭଗବାନ ଏମିତିଆ ଛାତ୍ର ମଣକୁ ଏମିତିଆ ମାଷ୍ଟରକୁ ଏମିତିଆ ଛାତ୍ର କେବେ ହେଲେ ନ ମିଳୁ ଭଗବାନ କ'ଣ କରିବ କହିଲ ତମ ମଣକୁ ଆଜି କୁଟିବିରେ ରୁହ। ସରି ସାର୍ ଆମର ଭୁଲ ହେଇଗଲା ଆଉ ଏ ଭୁଲ କେବେ ହବନି ସାର୍ ଏଥର ଛାଡ଼ି ଦିଅ ଆରଥରକୁ ଆଉଥରେ ଗୋଟେ ଜବରଦସ୍ତ ପିଲାଟି ତମ ପଛପଟେ ଖଞ୍ଜିକିରି ରଖିଥିବୁ ସାର୍ ଏଥର ଛାଡ଼ି ଦିଅ ଆମର ଭୁଲ ହେଇଗଲା ସାର୍ କ୍ଷମା କରିଦିଅ ହଉ ସାର୍ ରହୁଛି ଆଉ ଆମର ଚଙ୍ଗୁମଙ୍ଗୁ ମିସ୍ତ୍ରୀ ଚଙ୍ଗୁମଙ୍ଗୁ କାଟନୁଆଲ ଚ୍ୟାନେଲଟାକୁ ଆପଣଙ୍କର ଘରେ କହିକିରି ଆପଣଙ୍କର ଝିଅ ପୁଅ ସମସ୍ତେ କହିକିରି ସବସ୍କ୍ରାଇବ ଟି କରିଦେବେ ଆଉ ପାଖରେ ଥିବା ବେଲ୍ ଆଇକନଟା ଦବେଦେବେ ସାର୍ ହେଲା ହଉ ରହୁଛି ସାର୍ ଜୟ ଜଗନ୍ନାଥ।